ସରିଲା ମା ଦଣ୍ଡକାଳୀଙ୍କ 13 ଦିନ ଯାତ୍ରା। ମନ୍ଦିର ଗଲେ ମା କାଳୀ। କୁକୁଡାଖଣ୍ଡିରେ ମା କାଳୀଙ୍କ ମେଢଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ 13 ଦିନ ଧରି ପାଳିତ ଦଣ୍ଡନାଚ ସକାଳୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡନୃତ୍ୟ ଦଳ ବରଣ କରାଯାଇଥାଏ। ଅପରାହ୍ନରେ ଧୂଳିଦଣ୍ଡ ଓ ନଈକୂଳରେ ପାଣିଦଣ୍ଡ ହୋଇଥାଏ। ଏହି 13 ଦିନ ମଧ୍ୟରେ ଲୋକମାନେ ବହୁ ସୁନ୍ଦର ଭାବେ ଦଣ୍ଡନାଚ ଦେଖିଥାନ୍ତି। ଆଜି ସକାଳୁ ସବୁ ତେରଭୁକ୍ତା ମାନେ ବହୁ ସୁନ୍ଦର ଭାବେ ମା କାଳୀଙ୍କୁ ଧରି ବିଭିନ୍ନ ସାହି ପରିକ୍ରମା ସାରି ନିଜ ମନ୍ଦିର ପାଖରେ ରୁହନ୍ତି ଓ ଦଣ୍ଡନାଚ ପରିବେଷଣ ମଧ୍ୟ କରିଥାନ୍ତି। ଏହାକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି କୁହାଯାଇଥାଏ। ସେହିପରି ଗଞ୍ଜାମ ଜିଲ୍ଲାରେ ସାରା କାଳୀ ମନ୍ଦିରରେ ମେରୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରବିବାର ଦିନ କୁକୁଡାଖଣ୍ଡି କାଳୀ ମନ୍ଦିର ଠାରେ ଅପରାହ୍ନ ସମୟରେ ମା କାଳୀଙ୍କ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ମେରୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା ଓ ମେରୁ ମଣ୍ଡପରେ ହରିବୋଲ, ହୁଳହୁଳି, ଜୟ ମା କାଳୀ ଧ୍ୱନି ସହିତ ଢୋଲ, ମହୁରୀ, ଗିନି ଶବ୍ଦରେ ମେରୁ ମଣ୍ଡପ ପ୍ରକମ୍ପିତ ହୋଇଉଠିଛି। ଖଜୁରୀ ଓ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ଏକ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଏହି ଦିନ ବହୁ ସଂଖ୍ୟକ ଭକ୍ତମାନେ ଉପବାସ ରହିବା ସହ ସନ୍ଧ୍ୟା ସମୟରେ ମା କାଳୀଙ୍କ ମନ୍ଦିର ପାଖରେ ଭକ୍ତମାନେ ଉପସ୍ଥିତ ରହିଥାନ୍ତି। ସେହି ଦଣ୍ଡନାଚ ତେରଭୁକ୍ତା ମାନେ ଉପସ୍ଥିତ ରହି ମେରୁ କାର୍ଯ୍ୟ ପରିଚାଳନା କରିଥାନ୍ତି। ତତ୍ସହିତ ସେହି ଦଣ୍ଡନାଚ ତେରଭୁକ୍ତା ମାନେ ଉପସ୍ଥିତ ରହି ମେରୁ କାର୍ଯ୍ୟକ୍ରମ ପରିଚାଳନାରେ କରି ଆସିଥିଲେ। ତାହା ସହ ମା କାଳୀଙ୍କ ସନ୍ଧ୍ୟା ଆଳତି ହୋଇସାରିବା ପରେ ଭକ୍ତଙ୍କ ଭିଡ଼ କମିବାରେ ଲାଗିଛି। ମାଙ୍କ ମେରୁ କାର୍ଯ୍ୟକ୍ରମରେ ତେରଭୁକ୍ତାଙ୍କ ସମେତ ମନ୍ଦିର ପ୍ରଶାସନ, ମନ୍ଦିର ଅଧିକାରୀ ଶ୍ରୀକୃଷ୍ଣ ଚନ୍ଦ୍ର ସେଠୀ, ମ୍ୟାନେଜର ବି ଶିବାନନ୍ଦ ଓ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଟୁକୁନା ସେଠୀ, ପି ରାମକୃଷ୍ଣ ଓ ବହୁ ଭକ୍ତମାନେ ଉପସ୍ଥିତ ରହିଥିଲେ। ବ୍ରହ୍ମପୁରରୁ ଏପିଲି ପୂର୍ଣ୍ଣଚନ୍ଦ୍ରଙ୍କ ରିପୋର୍ଟ, ନ୍ୟୁଜ୍ 10 ଓଡ଼ିଶା।